ବର୍ତ୍ତମାନ ଆମର ଇଦ୍ର ଗୋଟେ ଛୁଟି ଥିଲା 5 ଦିନ, ଯେଉଁଟାକି ସାଉଦି ଆରବିଆରେ। ତେଣୁ ଆମେ ଇଦ୍ର ଯେଉଁ 5 ଦିନ ମଜା ନେବା ପାଇଁ ଆମେ ବାହାରିଥିଲୁ ରିୟାଦ ସିଟି ମେଟ୍ରୋ ଷ୍ଟେସନ ଆଉ ରିୟାଦ ସିଟି ବୁଲିବା ପାଇଁ। ତେଣୁ ଆମର ସାଙ୍ଗସାଥି ସମସ୍ତେ ଏକଜୁଟ ହେଇକରି ଆମେ ବାହାରିଥିଲୁ ମେଟ୍ରୋ ଷ୍ଟେସନ। ଫାଷ୍ଟ ଆମେ ଗଲୁ ମେଟ୍ରୋ। ଯେଉଁମାନେ ଓଡ଼ିଆ ଭାଇ ଭଉଣୀମାନେ ଯଦି ରହୁଥିବେ ରିୟାଦ ସିଟିରେ, ତାହେଲେ ଏଇଟା ଗୋଟେ ଦେଖିଲେ ତାଙ୍କେ ଜାଣିପାରିବେ ଯେ ଆକ୍ଚୁଆଲି ଗୋଟେ ଗଲ୍ଫରେ ମଧ୍ୟ ଆମର ମୁମ୍ବାଇ ଦିଲ୍ଲୀ ଭଳିଆ ମଜା ନେବା ପାଇଁ ଜାଗା ମିଳିଯାଏ। ସେମ୍ ଟୁ ସେମ୍ ମେଟ୍ରୋ ଷ୍ଟେସନ, ଏୟାରପୋର୍ଟ ଡିଟୋ ଏୟାରପୋର୍ଟ ଭଳିଆ ଆମକୁ ଲୁକିଂ ମଧ୍ୟ ମିଳିବ। ତେଣୁକରି ଆମେ ସାଙ୍ଗସାଥି ମିଶିକିରି ସମସ୍ତେ ଯାଇଥିଲୁ ରିୟାଦ ସିଟି। ଦେଖନ୍ତୁ ରିୟାଦ ସିଟିରେ ସେମ୍ ଦେଖନ୍ତୁ, ଫାଷ୍ଟ ଏଣ୍ଟ୍ରି କଲୁ ଆମେ ମେଟ୍ରୋ ଷ୍ଟେସନ। ମେଟ୍ରୋ ଆମକୁ ଷ୍ଟେସନରେ ପ୍ରଥମେ ଟିକଟ କରିକିରି ଯେଉଁଟା କାର୍ଡ଼ ଥାଏ, ସେ କାର୍ଡ଼ରେ ଆମେ ରିଚାର୍ଜ କରିକିରି 4 ରିଆଲ ଏଇଠି କଟେ। 4 ରିଆଲ ଯେଉଁଟାକି କଟିଲା ପରେ ତୁମେ 2 ଘଣ୍ଟା ବୁଲିପାରିବ ମେଟ୍ରୋରେ। ମେଟ୍ରୋ ଷ୍ଟେସନ ବିନା ଯେଉଁଟାକି ଡ୍ରାଇଭର, ଯେଉଁଟାକି ଆମର ଇଣ୍ଡିଆରେ ଯେଉଁଟା ଟ୍ରେନ୍ ଚାଲେ, ଡ୍ରାଇଭର ଯେଉଁ ଟାଇପ୍ର ଥାଏ ଆଗରେ ରେଲୱେ ଦେଖନ୍ତୁ ତାର ଭିଡ଼ିଓ ମଧ୍ୟ ମୁଁ ଆପଣଙ୍କୁ ସ୍କ୍ରିନ୍ ଆଗରେ ଦେଖାଇ ଦେଇଛି। ତ ଏଇଟା ଗୋଟେ ଆମକୁ ଫାଷ୍ଟ ଟାଇମ୍ ବହୁତ ମଜା ଲାଗିଲା ରିୟାଦ ସିଟିରେ। ତେଣୁକରି ବହୁତ ଆମର ଓଡ଼ିଆ ଭାଇ ଭଉଣୀମାନେ ଏଠି ଆହିରି ଯାଉଛନ୍ତି ମଧ୍ୟ, ସିଟି ବୁଲୁଛନ୍ତି ମଧ୍ୟ। ବହୁତ ମଜା ବି ଲାଗୁଛି, ଦେଖିବାକୁ ବହୁତ ବଢ଼ିଆ ଲାଗିବ। ସେ ଟ୍ରେନ୍ ତାହିଁରେ କିଏ ବି ନାହାନ୍ତି, ଅପରେଟିଂ ମଧ୍ୟ କିଏ ନାହାନ୍ତି, ନିଜେ ହିଁ ସେ ଟ୍ରେନ୍ ଯିବ, ସେନ୍ସର ହିସାବରେ ଯାଉଛି। ତେଣୁ ଆମେ ଏଇଠୁ ମେଟ୍ରୋ ପରେ ଆମେ ଓହ୍ଲିଲୁ, ଯେଉଁଟାକି ମେଟ୍ରୋ ପରେ ଜଷ୍ଟ ଆମ ଗୋଟେ ମାର୍କେଟ ଭିତରକୁ ଯିବୁ। ମାର୍କେଟରେ ଆମେ ବହୁତ ମଜାମସ୍ତି କଲୁ। ଏଇଠୁ ବର୍ତ୍ତମାନ ଆମ ଷ୍ଟେସନ ବାହାରକୁ ବାହାରି ପଡ଼ିଲୁ। ଆ ଭିତରେ ହିଁ ଆମର ମାର୍କେଟ ଅଛି। ଆ ଭିତରେ ଆମର ସବୁ କିଛି ଆମ ପଟେ ମଜା ନେବା ପାଇଁ ମଧ୍ୟ ଭିତରକୁ ଗଲୁ। ମାନେ ଇଦ୍ର ଛୁଟିର ମଜା ଅଲଗା, ନିଆରାଟା। ବହୁତ କିଛି ମଜା ସବୁ ଜାଗା ଦେଖିଲି ନିଟ୍ କ୍ଲିନ୍, ମାନେ ସଫା ସୁତୁରା, ଯେଉଁଟାକି ଏଠି ବସିକି ତ ମଧ୍ୟ ଖାଇପାରିବ, ଏତେ ସଫା ସୁତୁରା ଅଛି ଜାଗା। ଏତେ ବହୁତ ବଢ଼ିଆ ଲାଗେ ଜାଗା। ଏଥିପାଇଁ ବୁଲିବାକୁ, ବାସ୍ ବୁଲିବାକୁ ଆସିବାକୁ ଥିବ ଯଦି ଏଇଭଳି ଜାଗା ବୁଲିବାକୁ। ଆଉ ତ ସମସ୍ତେ ଜାଣିଥିବେ ଏଇଠି ତ ବର୍ତ୍ତମାନ କଣ୍ଟ୍ରି ତାଲା ଯିବା ଆସିବା, ମାନେ ସମସ୍ତଙ୍କର ସେଫ୍ଟି ଥାଏ। ପ୍ରତ୍ୟେକ ଜାଗାରେ କ୍ୟାମେରା ଥାଏ। ନା ଏଠି ତୁମେ କିଛି କରିପାରିବ, ନା ଏଠି କିଛି ଚୋରି କରିପାରିବ, ନା ତୁମେ ଏଠି କିଛି କରିପାରିବ। ପ୍ରତ୍ୟେକ ଜାଗାରେ କ୍ୟାମେରା ହିଁ ଥାଏ। ଜୀବନରେ ଯେତେ ଓଡ଼ିଆ ଭାଇମାନେ ଥାଆନ୍ତି ନା, ସାଉଦି ଆରବରେ ମେଟ୍ରୋରେ ବସିବା ପାଇଁ ଟିକେ ଆଉ ତା ମଜା ଅଲଗା ଅଛି। ଆମର ଇଦ୍ ଛୁଟିରେ ଆମେ ବହୁତ ମଜା କରିଲୁ। ଏଇ ଯେଉଁ 5 ଦିନର ଛୁଟିର ମଜାଟା ଆମେ ନିହାତି ଉପଭୋଗ କରିପାରିଲୁ ଏଇ ଗୋଟିଏ ଦିନରେ। ବହୁତ ମଜା ଲାଗେ। ତାପରେ ତାର ସିଟିଟା ଦେଖନ୍ତୁ, ରିୟାଦ ବଡ଼ ସିଟିର ତାର ଯେଉଁ ଟାଉନ୍, ତାର ଗେଟ୍, ତାର ଯେଉଁ ଲାଇଟ୍ର ଡିଜାଇନ, ଏଇଟା ଗୋଟେ ଦେଖିବାକୁ ବହୁତ ଭଲ ଲାଗେ। ରାତି ହେଇଗଲେ ତା ଡିଜାଇନ ଅଲଗା ହେଇଯାଏ। ବଢ଼ିଆ, ବହୁତ ବଢ଼ିଆ ମସ୍ତ ଲାଗିଥିଲା ଜାଗା ବୁଲିକି, ଆମକୁ ବହୁତ ବଢ଼ିଆ ଲାଗିଲା। ଏ ଜାଗାରେ ମଧ୍ୟ ଫଟୋ ଆମେ ଉଠାଇଲୁ। ତାର ଚାରିପଟରେ ଦେଖନ୍ତୁ, ମସ୍ତ ଲାଗୁଛି। ରିୟାଦ ତ ସିଟି ରହିବାର ମଜା ଅଲଗା ଥାଏ, ଦମାମର ମଜା ଅଲଗା ଥାଏ।
ସାଉଦି ଆରବିଆରେ ବଟ୍ ଏଇ ମଜାଟା ନେବା ପାଇଁ ସାଉଦି ଆରବିଆ ଆସିବାକୁ ନିହାତି ଦରକାର। ଚାଲ ନେକ୍ସଟ ଭିଡ଼ିଓ